ଏ ଭିଡ଼ିଓରେ ଆମେ ଆଲୋଚନା କରିବା ଜମି କିଣିବା ପୂର୍ବରୁ ଏବଂ ରେଜିଷ୍ଟ୍ରେସନ ବେଳେ ଏବଂ ରେଜିଷ୍ଟ୍ରେସନ ହେଲା ପରେ ଆପଣ କେଉଁ ଜିନିଷ ପ୍ରତି ଧ୍ୟାନ ଦେବେ ସୋ ଦ୍ୟାଟ୍ ଇନ୍ ଫ୍ୟୁଚର ଆପଣ ଯେଉଁ ଡିସ୍ପ୍ୟୁଟ୍ ହେବାର ଚାନ୍ସେସ୍ ବହୁତ କମ୍ ହେବ। ତ ପ୍ରଥମତଃ ଆମେ ଦେଖିବା ଯେ ଜମି କିଣିବା ପୂର୍ବରୁ ଆମକୁ କେଉଁ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ତ ଫାର୍ଷ୍ଟ ଆମେ ଯେତେବେଳେ ବି ଜମି କିଣିବାକୁ ଯାଉ ଆମେ ଫାର୍ଷ୍ଟ କ'ଣ କରୁ ନା ତାକୁ ଯାଇକି ଫିଜିକାଲି ଆମେ ଭେରିଫାଇ କରିଥାଉ ହେଲା, କେଉଁ ଲୋକେସନ୍ ଆମେ ଦେଖିଥାଉ, ଲୋକେସନ୍ ଦେଖିଥାଉ, ତାପରେ ସେ ପ୍ଲଟ୍ଟିକୁ ରାସ୍ତା ଲାଗିଛି କି ନାହିଁ ତାକୁ ଆମେ ଚେକ୍ କରିଥାଉ ଏବଂ ଜମି କିଏ ବିକ୍ରି କରୁଛି ହେଲା, କାହା ନାଁରେ ଅଛି, ତାଙ୍କ ଆଡ୍ରେସ୍ ନାଁ ଆମେ ସବୁ ଭେରିଫାଇ କରିଥାଉ। ତ ଦେଖନ୍ତୁ ରୋଡ଼ ହେଉଛି ବହୁତ ଇମ୍ପୋର୍ଟାଣ୍ଟ, ଅପ୍ରୋଚ୍ ରୋଡ଼ ହେଲା। ଅପ୍ରୋଚ୍ ରୋଡ଼ ଆଇଦର ସେଟା ଗଭର୍ଣ୍ଣମେଣ୍ଟ ହେଇପାରେ କି ଆମର ଯଦି ପ୍ରାଇଭେଟ୍ ପ୍ଲଟ୍ ଦେଇକି ଯଦି ଆପଣ ଯିବାକୁ ଚାହିଁବେ ତାହେଲେ ସେ ପ୍ଲଟ୍ ଓନର୍ ସହିତ ଆମକୁ କ'ଣ କରିବାକୁ ପଡ଼ିଥାଏ, ଏଗ୍ରିମେଣ୍ଟ କରିବାକୁ ପଡ଼ିଥାଏ ହେଲା। ତାକୁ ଆମେ ଗୋଟେ ଉଦାହରଣ ସାହାଯ୍ୟରେ ବୁଝିବା। ଦେଖନ୍ତୁ ଏଇଠି ପ୍ଲଟ୍ ଅଛି, ଦେଖନ୍ତୁ ଆମର ଅଛି ଏଇଠି ଦେଖନ୍ତୁ 552 ପ୍ଲଟ୍ ଅଛି। ଏଇଟା ଦେଖନ୍ତୁ ଏଇଟା ହେଉଛି ରାସ୍ତା, ଏ ଯେଉଁ ରେଡ୍ କଲର୍ ଅଛି ଏଇଟା ହେଉଛି ରାସ୍ତା, ଏଇଟା ଗୋଟେ ଗଭର୍ଣ୍ଣମେଣ୍ଟ ରାସ୍ତା ଆପଣ ଦେଖିପାରୁଥିବେ। ତାହେଲେ এই ଯେଉଁ ଦେଖନ୍ତୁ 552 ଯେଉଁଟା ଅଛି, ଧରାଯାଉ ଏଇଠି ଜଣେ 552 ପ୍ଲଟ୍ଟି କିଣୁଛି, ତାହେଲେ ସେ 552କୁ ଦେଖନ୍ତୁ ରାସ୍ତା ଲାଗିଛି, ଏଠି କିଛି ଅସୁବିଧା ହେବନି। ଯଦି ଧରାଯାଉ ଜଣେ ଏ ଯେଉଁ 455 ପ୍ଲଟ୍ଟି କିଣିବା ପାଇଁ ଚାହିଁବ, ତାହେଲେ ଏଇଠି ଦେଖିପାରୁଥିବେ 455 ପ୍ଲଟ୍ ଯଦି କିଣିବେ ତାହେଲେ ଏଇଟା ରାସ୍ତା ଏବଂ ପ୍ଲଟ୍ ମଝିରେ ଦେଖନ୍ତୁ ଦୁଇଟା ପ୍ରାଇଭେଟ୍ ପ୍ଲଟ୍ ଅଛି 554 ଏବଂ 555। ତାହେଲେ ଆପଣଙ୍କୁ ଏଇଠୁ ଯିବା ପାଇଁ ଆପଣଙ୍କୁ କ'ଣ କରିବାକୁ ପଡ଼ିବ, 554 ଏବଂ 555 ପ୍ଲଟ୍ ଓନର୍ ସହିତ ଗୋଟେ ରୋଡ଼ ଏଗ୍ରିମେଣ୍ଟ କରିବାକୁ ପଡ଼ିବ ହେଲା, ଆଙ୍କ ସହିତ ରୋଡ଼ ଏଗ୍ରିମେଣ୍ଟ କରିବାକୁ ପଡ଼ିବ। ରୋଡ଼ ଏଗ୍ରିମେଣ୍ଟ କଲେ ଆପଣ ଫ୍ୟୁଚରରେ ଯଦି ଠିକ୍ କିଛି ଘର କରିବେ ତାହେଲେ ଆପଣ କିଛି କ'ଣ ଅସୁବିଧା ହେବ ନାହିଁ, ଏଇଠୁ ଆପଣ ଇଜିଲି ଯିବା ଆସିବା କରିପାରିବେ, ଆପଣ ଗୋଟେ ଅପ୍ରୋଚ୍ ରୋଡ଼ ରହିବ। ଆଉ ଯଦି ଗଭର୍ଣ୍ଣମେଣ୍ଟ ରୋଡ଼ ଯଦି ଲାଗିକି ରହିଛି ତାହେଲେ କିଛି ଅସୁବିଧା ନାହିଁ। ଜଣେ ଯଦି ଏଇଠି କିଣିବ ତାହେଲେ ଏଇଟା ରାସ୍ତାକୁ ଅଲରେଡ଼ି କ'ଣ ଅଛି ଲାଗିଯାଇଛି, ଆଡଜେସେଣ୍ଟ ଅଛି, ତାହେଲେ ଏଇଟା କିଛି ଅସୁବିଧା ହେବନି। ଯଦି ଆପଣ ଟିକେ ଭିତରକୁ କିଣିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ ଦେଖିବେ ଯେ ରାସ୍ତା ଏବଂ ପ୍ଲଟ୍ ମଝିରେ ଯଦି ପ୍ରାଇଭେଟ୍ ପ୍ଲଟ୍ ପଡ଼ିଯାଉଛି ତାହେଲେ ତା ସହିତ ଏଗ୍ରିମେଣ୍ଟ କରିବାକୁ ପଡ଼ିବ ହେଲା। ଫାର୍ଷ୍ଟ ଆମେ କ'ଣ କଲେ ନା ଆମେ ଯେଉଁ ବି ଜାଗା କିଣିବାକୁ ଯିବା ତାହେଲେ ଆମକୁ ଫାର୍ଷ୍ଟ ତାର ଫିଜିକାଲ୍ ଭେରିଫିକେସନ୍ କରିବାକୁ ପଡ଼ିଥାଏ, ଅପ୍ରୋଚ୍ ରୋଡ଼ ଦେଖିବାକୁ ପଡ଼ିଥାଏ, ସେଇଟା ଯଦି ଗଭର୍ଣ୍ଣମେଣ୍ଟ ରୋଡ଼ କି ପ୍ରାଇଭେଟ୍ ପ୍ଲଟ୍ ଦେଇକି ଆମକୁ ଯିବାକୁ ପଡ଼ିବ ତାହେଲେ ସେଇ ହିସାବରେ ତାଙ୍କ ସହିତ ଏଗ୍ରିମେଣ୍ଟ କରିବାକୁ ପଡ଼ିବ। ନେକ୍ସଟ ଆପଣ ସବୁ ଦେଖିଲେ ଯେ କିଏ ସେ ଜମିଟାକୁ ବିକ୍ରି କରୁଛନ୍ତି, ସେଲର ନା ନେମ୍ ଆଡ୍ରେସ୍, ଆପଣ ସେ ଯେଉଁ ଫିଜିକାଲ୍ ଭେରିଫିକେସନ୍ ଯେତେବେଳେ ବି କରୁଛନ୍ତି ସେଇଠି ଆପଣ এটা ଚେକ୍ କରିବେ, କିଏ ବିକ୍ରି କରୁଛନ୍ତି, ତାଙ୍କ ଆଡ୍ରେସ୍ କ'ଣ ସବୁ ଭେରିଫାଇ କରିନେବେ ହେଲା। ନେକ୍ସଟ ହେଉଛି କାହା ନାଁରେ ପଟ୍ଟା ଅଛି ସେଇଟା ଚେକ୍ କରିବେ, ସେଇଟା ଆପଣ ଅନଲାଇନ୍ ମଧ୍ୟ ଚେକ୍ କରିପାରିବେ। ଗୋଟେ ଗଭର୍ଣ୍ଣମେଣ୍ଟ ପୋର୍ଟାଲ୍ ଅଛି ଭୁଲେଖ ଓଡ଼ିଶାରୁ ଆପଣ এই ଯେଉଁ ଏଇଠି ଅଛି ଦେଖନ୍ତୁ, ଏଇଠି ଆପଣ ଡିଷ୍ଟ୍ରିକ୍ଟ ସିଲେକ୍ଟ କରିନେବେ, ତହସିଲ, ଭିଲେଜ ଏବଂ ଏଇଠି ପ୍ଲଟ୍ ନମ୍ବରରୁ ସେ ପ୍ଲଟ୍ଟିକୁ ଆପଣ ସିଲେକ୍ଟ କରିବେ। ସିଲେକ୍ଟ କଲେ ତାପରେ ଭିୟୁ ଆରଆର୍ କଲେ ଏମିତି ଆରଆର୍ ପଳେଇ ଆସିବ। ଏଇଠି ଓନର୍ର ନାଁ ଚେକ୍ କରିଦେବେ ଏବଂ ପ୍ଲଟ୍ ନମ୍ବର ଚେକ୍ କରିବେ ଏବଂ ମାନେ ପ୍ଲଟ୍ ଏବଂ କିସମ, ସେ ପ୍ଲଟ୍ର କିସମ କ'ଣ ଏଇଠୁ ଚେକ୍ କରିବେ ଏବଂ ଏରିଆ କେତେ ଏଇଠୁ ଦେଖିପାରିବେ। ଆଉ ଗୋଟେ କଥା ହେଲା, ଏଇଟା ହେଉଛି ଫ୍ଲୋ ଅଫ୍ ଟାଇଟେଲ୍, ଏଇଟା ବି ବହୁତ ଇମ୍ପୋର୍ଟାଣ୍ଟ। ବର୍ତ୍ତମାନ ଯେଉଁ ବି ଜଣଙ୍କ ନାଁରେ ପଟ୍ଟା ଅଛି ସେ ଯେଉଁ ଜମିଟାକୁ କେମିତି ପାଇଛନ୍ତି ହେଲା, ସେଇଟା ତାଙ୍କ ଆନସେଷ୍ଟ୍ରାଲ ପ୍ରପର୍ଟି ନା ସେ କିଣିଥିଲେ, ପରଚେଜ୍ କରିଥିଲେ, ତାପରେ ଆପଣଙ୍କୁ ସେଲ୍ କରୁଛନ୍ତି, ସେଇଟା ବି ଆପଣ ଟିକେ
ଭେରିଫାଇ କରିଦେବେ ହେଲା। ତ ବେଳେବେଳେ ଏମିତି ବି ହୁଏ କି ଧରାଯାଉ ଆପଣଙ୍କର ସେଟଲମେଣ୍ଟ ହେଇଛି 1984 ମସିହାରେ, ଧରାଯାଉ ସେଟଲମେଣ୍ଟ ହେଲା, ସେଟଲମେଣ୍ଟ ହେଇକି ପଟ୍ଟା ହେଇଯାଇଛି। ବର୍ତ୍ତମାନ ମନେକର 1950 ମସିହାରେ ଜଣେ ଜମି କିଣିଛି, ଗୋଟେ ପ୍ଲଟଟି କିଣିଛି। କୌଣସି କାରଣବଶତଃ ସିଏ 1984 ମସିହାରେ ସେ ତା ଦଲିଲ ଦେଖେଇ ପାରିଲାନି, ତେଣୁକରି ଯାହା ନାଁରେ ଥିଲା 1984 ମସିହାରେ ତା ନାଁରେ କ'ଣ କରିଦେବେ, ସେଟେଲ କରିଦେବେ। ବୁଝିହେଲା? ତେଣୁକରି ଏମିତି ବି ସିଚୁଏସନ୍ ଆସେ କି ଜଣାପଡ଼େନି, ଆପଣ ଯେତେବେଳେ ଏଇଟା ପଟ୍ଟା ଚେକ୍ କରିବେ, ପଟ୍ଟା ଦେଖିବେ ଯେ ବର୍ତ୍ତମାନ ତ ଆଙ୍କ ନାଁରେ ଅଛି, କିନ୍ତୁ ଧରାଯାଉ ସେଟା ଯଦି କିଣା ହେଇଥିବ, ଯଦି ପୂର୍ବରୁ ସେଟଲମେଣ୍ଟ ପୂର୍ବରୁ ଯଦି କବଲା ହେଇଥିବ, ସେ କବଲାଟା ନାମଜାରି ହେଇନଥିବ ହେଲା, ଏମିତି ବହୁତ କେସ୍ ହେଇଥାଏ। ତାକୁ ମଧ୍ୟ ଟିକେ ଭେରିଫାଇ କରିବେ ଏବଂ ଏ ଯେଉଁ ଫ୍ଲୋ ଅଫ୍ ଟାଇଟଲ୍ ମଧ୍ୟ ଭେରିଫାଇ କରିବେ, କେମିତି ସେ ଜମି ବର୍ତ୍ତମାନ ଯାହା ନାଁରେ ଅଛି, ପଟ୍ଟା ସହ ଅଛି, ସେ କେମିତି ସେ ଜମିଟିକୁ ପାଇଛନ୍ତି ହେଲା। ନେକ୍ସଟ ହେଉଛି ଇସି ଚେକ୍ କରିବେ। ଇସି ବା ଏନକମ୍ବରେନ୍ସ ସାର୍ଟିଫିକେଟ୍, ଇସିଏନ୍ ବା ଏନକମ୍ବରେନ୍ସ ସାର୍ଟିଫିକେଟ୍ ଏଥିପାଇଁ ଚେକ୍ କରାଯାଏ ଯେ ପୂର୍ବରୁ ସେ ଯେଉଁ ଜମି ଉପରେ କୌଣସି ପ୍ରକାର ରେଜିଷ୍ଟ୍ରେସନ୍ ତ ହେଇନି ବା ମର୍ଟଗେଜ୍ ତ ନାହିଁ, ମର୍ଟଗେଜ୍ ବା ଲୋନ୍ ତ ନାହିଁ, ଲୋନ୍ ତ ନିଆ ହେଇନି ହେଲା। ଏଇଟା ଆପଣ ଇସି ଯେତେବେଳେ ଆପ୍ଲାଏ କରିବେ, ଇସିରୁ ଆପଣ ଚେକ୍ କରିପାରିବେ ପ୍ଲଟ୍ ଉପରେ ଯଦି କୌଣସି ପ୍ରକାର ପୂର୍ବରୁ କିଣା ବିକା ହେଇଛି ବା କବଲା ହେଇଛି, ସେଇଟା ଆପଣ ଇସିରେ ସର୍ଚ୍ଚ କରିପାରିବେ, ଦେଖିପାରିବେ। କୌଣସି ପ୍ରକାର ଲୋନ୍ ତ ପେଣ୍ଡିଂ ନାହିଁ, ଆପଣ ଦେଖିପାରିବେ ହେଲା। ତ ଇସି ମଧ୍ୟ ଚେକ୍ କରିବେ। ଇସି ଚେକ୍ କଲା ପରେ ତାପରେ ଆପଣ এইটা হচ্ছে বহুত ইম্পর্টেন্ট, লোকাল ইনকোয়ারি to find out if any litigation or civil suit pending over the plot or land ହେଲା। ତାହେଲେ ଆପଣ ଲୋକାଲ ଇନକ୍ୱାରି କରିବେ। ଯେଉଁ ବି ପ୍ଲଟ୍ କିଣିବା ପାଇଁ ଯାଉଛନ୍ତି ଆଖପାଖ ପ୍ଲଟ୍ ଓନର ମାନଙ୍କୁ ପଚାରିବେ, ସିକ୍ରେଟଲି ଯାଇକି ପଚାରିବେ, ବା ସେ ଯେଉଁ ବି ଭିଲେଜରେ ଆପଣ କିଣୁଛନ୍ତି ସେ ଗାଁ ଲୋକକୁ ଟିକେ ପଚାରିଦେବେ, ଇନକ୍ୱାରି କରିଦେବେ ଯେ କୌଣସି ପ୍ରକାର ଲିଟିଗେସନ୍ ତ ନାହିଁ ଏଇ ଜମି ଉପରେ, କୌଣସି ପ୍ରକାର ଡିସ୍ପ୍ୟୁଟ୍ ତ ଚାଲିନି, କୌଣସି ପ୍ରକାର କୋର୍ଟ କେସ୍ ତ ଚାଲିନି ହେଲା। ଏଇଟା ଆପଣ, ଏଇଟା ହେଉଛି ବହୁତ ଇମ୍ପୋର୍ଟାଣ୍ଟ, କାହିଁକି ନା ଆପଣ କିଣିଲା ପରେ ଆପଣ ବି କ'ଣ ହେଇଯିବେ, ଲିଟିଗେସନ୍ରେ ଇନଭଲ୍ଭ ହେଇଯିବେ ହେଲା, ବହୁତ ଡିସ୍ପ୍ୟୁଟ୍ ହେବ। ତେଣୁକରି ଆପଣ ଲୋକାଲ ଇନକ୍ୱାରି କରିବେ ଯେ କୌଣସି ପ୍ରକାର ଲିଟିଗେସନ୍ ତ ନାହିଁ, କୌଣସି ପ୍ରକାର ସିଭିଲ୍ ସୁଟ୍ ତ ପେଣ୍ଡିଂ ନାହିଁ ସେ ଜମି ଉପରେ, ଏଇଟା ମଧ୍ୟ ଇନସିଓର କରିବେ। ତାହେଲେ ଏତିକି ସବୁ ଆପଣ ଜମି କିଣିବା ପୂର୍ବରୁ ଧ୍ୟାନ ରଖିବେ। ନେକ୍ସଟ ହେଉଛି ଆପଣ ରେଜିଷ୍ଟ୍ରେସନ୍ ବେଳେ କ'ଣ ଧ୍ୟାନ ରଖିବେ ନା, ରେଜିଷ୍ଟ୍ରେସନ୍ ବେଳେ ଦେଖିବେ ଯେ ଆପଣ ତ ଦେଖିଦେଇଥିବେ ଯେ ପଟ୍ଟା, ଏଇଠି ଆଉ ଗୋଟେ କଥା ଯେ ଯେତେବେଳେ ବି ଆପଣ ପଟ୍ଟା ଚେକ୍ କରୁଛନ୍ତି ଦେଖନ୍ତୁ ସେ ଯେଉଁ କେତେ ଜଣଙ୍କ ନାଁରେ ପଟ୍ଟା ଅଛି ହେଲା। ଏଟା ଜଣଙ୍କ ନାଁରେ ଅଛି, ଜଣଙ୍କ ନାଁରେ ଅଛି ନା 2-3 ଜଣ ଜଏଣ୍ଟ ପ୍ରପର୍ଟି, এটা ଜଏଣ୍ଟ ପ୍ରପର୍ଟି ନା ଜଣଙ୍କ ନାଁରେ ଅଛି, ସେଇଟା ମଧ୍ୟ ଆପଣ ଚେକ୍ କରିବେ ହେଲା। ତାପରେ ଆମେ ଦେଖିବା ରେଜିଷ୍ଟ୍ରେସନ୍ ବେଳେ କ'ଣ ଆପଣ ଧ୍ୟାନ ରଖିବେ। ତାହେଲେ ଦେଖନ୍ତୁ, ଫାର୍ଷ୍ଟ ଦେଖନ୍ତୁ ଯଦି ଜଣଙ୍କ ନାଁରେ ଅଛି, ସିଙ୍ଗଲ ଆର୍ଟି ବା ସିଙ୍ଗଲ ଓନର୍ ଅଛନ୍ତି, ତାହେଲେ କିଛି ଏମିତି ବିଶେଷ କିଛି ଅସୁବିଧା ହେବନି ହେଲା। ଯଦି ଆପଣଙ୍କର ଏଇଟା ହେଉଛି ଗୋଟେ ଜଏଣ୍ଟ ପ୍ରପର୍ଟି, ଯେମିତିକି 3-4 ଜଣଙ୍କ ନାଁରେ ଯଦି ପଟ୍ଟା ଥିବ, ଜଏଣ୍ଟ ପ୍ରପର୍ଟି ଥିବ, ତାହେଲେ ସେଇ କ୍ଷେତ୍ରରେ ଯଦି ସମସ୍ତେ ବିକ୍ରି କରିବେ
ହେଲେ ବି କିଛି ଅସୁବିଧା ହେବନି। ଯଦି ଜଣେ ବିକ୍ରି କରୁଛି ଏବଂ ଯେତିକି ଖାତା ଆସାମୀମାନେ ଅଛନ୍ତି ସବୁ ତାଙ୍କର କନସେଣ୍ଟ ବା ସହମତି ଦେଉଛନ୍ତି ତାହେଲେ କିଛି ଅସୁବିଧା ହେବନି। ଇନ୍ କେସ୍ ବି ସେମିତି ହୁଏ ଯେ ଧରାଯାଉ ଏଇଠି 3 ଜଣଙ୍କ ନାଁ ଅଛି, 3 ଜଣଙ୍କ ନାଁରେ ଜମି ଅଛି, ଜଣେ ବିକ୍ରି କରିବା ପାଇଁ ଚାହୁଁଛି, ଧରାଯାଉ ରମେଶ ସାହୁ ବିକ୍ରି କରିବା ପାଇଁ ଚାହୁଁଛି। ଏବେ ଏଇ ଯେ ଆଉ 2 ଜଣ ଯେଉଁ ରହିଲେ ହରିହର ଆଉ ବିମଳା ସାହୁ, ଏମାନେ ଯଦି ତାଙ୍କର କନସେଣ୍ଟ ଦେବେ ହେଲା ତାହେଲେ କିଛି ଅସୁବିଧା ହେବ ନାହିଁ। ଯଦି କନସେଣ୍ଟ ନ ଦିଅନ୍ତି ତାହେଲେ ଦେଖନ୍ତୁ କ'ଣ ଅସୁବିଧା ହେବ ସେଇଟା ଆମେ ଦେଖନ୍ତୁ ଡିସ୍କସ୍ କରିବା। ତ ଯେତେବେଳେ ପାର୍ଟ ପ୍ଲଟ୍ ବିକ୍ରି ହେବ, ଧରାଯାଉ ଜଏଣ୍ଟ ପ୍ରପର୍ଟିରୁ ଜଣେ ତା ସେୟାର ବିକ୍ରି କରିବା ପାଇଁ ଚାହୁଁଛି ହେଲା, ବିକ୍ରି କରିବା ପାଇଁ ଚାହୁଁଛି। ଆମେ ଗୋଟେ ଏକ୍ଜାମ୍ପଲ୍ ନେଇଯିବା, ଧରାଯାଉ ଏଇଟା ଅଛି ଏ ପ୍ଲଟ୍, এইটা ଆପଣଙ୍କର ଧରାଯାଉ এইটা ହେଉଛି 30 ଡିସିମିଲ୍, ଜମିଟାର ଏରିଆ ହେଉଛି ଆପଣଙ୍କର 30 ଡିସିମିଲ୍। ବର୍ତ୍ତମାନ ଏଇ ଯେଉଁ ପ୍ଲଟ୍ର ଅନର୍ ଅଛନ୍ତି 3 ଜଣ, ରମେଶ, ହରିହର, ବିମଳା, ତାହେଲେ ଆଙ୍କର ଇଚ୍ ସେୟାର କେତେ ହେବ ନା 30 ଡିସିମିଲ୍ ଡିଭାଇଡେଡ୍ ବାଇ 3 ହରଣ 3 କରିଦେଲେ ଜଣଙ୍କ ସେୟାର ହେଇଯାଉଛି କେତେ 10 ଡିସିମିଲ୍। ବର୍ତ୍ତମାନ ରମେଶ ସାହୁ ଚାହୁଁଛି ତା ସେୟାରଟାକୁ ବିକ୍ରି କରିବା ପାଇଁ ହେଲା, ତାହେଲେ ଏଇଠୁ 2ଟା ସିନେରିଓ ଆସିବ। ଫାର୍ଷ୍ଟ ହେଲା ଯଦି ସମସ୍ତେ କନସେଣ୍ଟ ଦିଅନ୍ତି, ଆଉ ଗୋଟେ ସିନେରିଓ ଆସିବ ଯଦି କନସେଣ୍ଟ ଦେବେ ନାହିଁ, नो କନସେଣ୍ଟ ଅଫ୍ ଅଦର କୋସିୟର, ଯଦି କୋସିୟର ମାନେ କନସେଣ୍ଟ ଦେବେ ନାହିଁ, ସେ କ୍ଷେତ୍ରରେ କ'ଣ ହେବ? ତ ଫାର୍ଷ୍ଟ ଦେଖିବା ଯଦି କନସେଣ୍ଟ ଦେଲେ କିଛି ଅସୁବିଧା ନାହିଁ, ଯେହେତୁ ଏଟା ଗୋଟେ ଜଏଣ୍ଟ ପ୍ରପର୍ଟି ଏବଂ ଏଟା ଅନଡିଭାଇଡେଡ୍ ଜଏଣ୍ଟ ପ୍ରପର୍ଟିଟା, ତେଣୁକରି ଯେତେବେଳେ ରମେଶ ସାହୁ ବିକ୍ରି କରିବା ପାଇଁ ଚାହିଁବ ତାହେଲେ ଯଦି ହରିହର ବିମଳା ସାହୁ ଯଦି କନସେଣ୍ଟ ଦେବେ ତାହେଲେ ଏଇ ଯେଉଁ ପ୍ଲଟ୍ର ଗୋଟେ ସ୍ପେସିଫିକ୍ ପର୍ସନ୍ ଇଏ ପାଇଯିବ, କିଏ? ରମେଶ ସାହୁ। ତାହେଲେ ଯଦି ସମସ୍ତେ କନସେଣ୍ଟ ଦେବେ ତାହେଲେ ଏଇଠି ମେନସନ୍ ହେବ ଯେ 30 ଡିସିମିଲ୍ରୁ କେଉଁ ତରଫ ମେନସନ୍ ହେବ ହେଲା, ଉତ୍ତର ତରଫ, ଦକ୍ଷିଣ ତରଫ, କେତେ ଡିସିମିଲ୍, ଏସବୁ ମେନସନ୍ ହେବ। ଗୋଟେ ସ୍ପେସିଫିକ୍ ପର୍ସନ୍ ଯିଏ ବି କିଣିବ, ଧରାଯାଉ ଏ ପର୍ସନ୍ କିଣୁଛି ତାହେଲେ ତାକୁ ମିଳିବ। ଯଦି ସମସ୍ତେ କନସେଣ୍ଟ ଦିଅନ୍ତି ତାହେଲେ କିଛି ଅସୁବିଧା ହେବନି, ଆପଣଙ୍କର ଡାଇରେକ୍ଟଲି କ'ଣ ହେଇଯିବ? ପଟ୍ଟା ହେଇଯିବ, ଡାଇରେକ୍ଟଲି ଆରୱାର ତହସିଲ ହେଇଯିବ। କିନ୍ତୁ ଯଦି ରମେଶ ସାହୁ ବିକ୍ରି କରୁଛନ୍ତି ଏବଂ ଏ ଯେଉଁ ହରିହର ବା ବିମଳା 2 ଜଣ କନସେଣ୍ଟ ଦେଉନାହାନ୍ତି ବା ଜଣେ ଦେଉଛି ଜଣେ ଦେଉନାହିଁ, ସେ କ୍ଷେତ୍ରରେ କ'ଣ ହେଇଯିବ? ସେଇଟା ନ କନସେଣ୍ଟ ହେଇଯିବ, ବିନା ସହମତି ଦଲିଲ। ସେ କ୍ଷେତ୍ରରେ କ'ଣ ହେବ ନା ଯଦି ରମେଶ ତା ସେୟାରଟା ବିକ୍ରି କରିବା ପାଇଁ ଚାହୁଁଛି ଏବଂ ଏମାନେ ଯଦି କନସେଣ୍ଟ ଦେଉନାହାନ୍ତି, ସେ କ୍ଷେତ୍ରରେ ଯିଏ ବି କିଣିବ ସେ କେବଳ ଅଂଶ ପାଇବ, 10 ଡିସିମିଲ୍ ଅଂଶ ପାଇଯିବ ହେଲା। କିନ୍ତୁ ଏଇ ଯେଉଁ ପ୍ଲଟ୍ର କୌଣସି ସ୍ପେସିଫିକ୍ ପର୍ସନ୍ ପାଇବ ନାହିଁ ହେଲା, କୌଣସି ସ୍ପେସିଫିକ୍ ପର୍ସନ୍ ପାଇବ ନାହିଁ, କେବଳ ସିଏ 10 ଡିସିମିଲ୍ର ଅଂଶୀଦାର ହେବ ଏବଂ ଯିଏ ବି କିଣିବ ସେ ପରବର୍ତ୍ତୀ ସମୟରେ ତହସିଲରେ ଡାଇରେକ୍ଟଲି ସେଇଟା ପଟ୍ଟା ହେଇପାରିବ ନାହିଁ। ୟା ରିଲେଟେଡ୍ ଗୋଟେ ସର୍କୁଲାର ମଧ୍ୟ କମ୍ୟୁନିଟି ପୋଷ୍ଟରେ ଆପଣ ଚେକ୍ କରିପାରିବେ ହେଲା, ଗୋଟେ ରେଭିନ୍ୟୁ ଡିଜାଷ୍ଟର ମ୍ୟାନେଜମେଣ୍ଟ ଡିପାର୍ଟମେଣ୍ଟ ତରଫରୁ ଗୋଟେ କ୍ଲାରିଫିକେସନ୍ ଆସିଥିଲା ଯେ ଜଣେ ଯଦି ଚାହିଁବ ତା ସେୟାର ସିଏ ରେଜିଷ୍ଟ୍ରି କରିପାରିବ କି ନାହିଁ, ତାହା ରିଗାର୍ଡ଼ିଂ
ଗୋଟେ କ୍ଲାରିଫିକେସନ୍ ଆସିଥିଲା, ଆପଣ ସେ କ୍ଲାରିଫିକେସନ୍କୁ ମଧ୍ୟ ଆମ କମ୍ୟୁନିଟି ପୋଷ୍ଟରେ ମଧ୍ୟ ଚେକ୍ କରିପାରିବେ ବା ରେଭିନ୍ୟୁ ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟ ଡିପାର୍ଟମେଣ୍ଟ ୱେବସାଇଟ୍ରେ ମଧ୍ୟ ତାକୁ ଚେକ୍ କରିପାରିବେ ହେଲା। ତ ଏସବୁ ପ୍ରତି ଧ୍ୟାନ ଦେବେ, ବେଟର୍ ହେବ ସମସ୍ତେ ଯେମିତି କନସେଣ୍ଟ ଦେବେ, ତାହେଲେ ଆପଣ ଇନ୍ ଫ୍ୟୁଚର୍ ବି କିଛି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। କିନ୍ତୁ ଯଦି ଆପଣ ପାର୍ଟ ପ୍ଲଟ୍ କିଣୁଛନ୍ତି ୱିଦାଉଟ୍ କନସେଣ୍ଟ, ତାହେଲେ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ନା କିଣିଲା ପରେ ଆପଣ ପୁଣି ସିଭିଲ୍ କୋର୍ଟରେ ଆପଣଙ୍କୁ ପାର୍ଟିସନ୍ ସୁଟ୍ ଫାଇଲ୍ କରିବାକୁ ପଡ଼ିବ। ପାର୍ଟିସନ୍ ସୁଟ୍ ଫାଇଲ୍ କରିବାକୁ ପଡ଼ିବ, ତାପରେ କୋର୍ଟ ଡିକ୍ରି ପାଇଲା ପରେ ତାପରେ ଆପଣ ତହସିଲରେ ପଟ୍ଟା ପାଇଁ ଆବେଦନ କରିପାରିବେ ହେଲା। ତ ଯଦି କନସେଣ୍ଟ ସମସ୍ତେ ଦେଲେ ତାହେଲେ କିଛି ଅସୁବିଧା ନାହିଁ, ଡାଇରେକ୍ଟଲି ଆପଣଙ୍କର ପଟ୍ଟା ହେଇଯିବ, କିଛି ଅସୁବିଧା ହେବନି। ଆପଣ ତରଫ ବି ମେନସନ୍ ହେଇଯିବ, ପ୍ଲଟ୍ର ଡାଇମେନସନ୍ ତରଫ ସବୁ ମେନସନ୍ ହେଇଯିବ ହେଲା। କିନ୍ତୁ ଯଦି ନ କନସେଣ୍ଟ, ବିନା ସହମତିରେ ଆପଣ ଅଲଗା ଅନର୍ ବା ସେୟାର ମାନଙ୍କର ବିନା ସହମତିରେ ଜଣଙ୍କଠୁ ଯଦି କିଣୁଛନ୍ତି, ତାହେଲେ ଆପଣଙ୍କୁ କିଣିଲା ପରେ ତାପରେ ଆପଣ ସିଭିଲ୍ କୋର୍ଟରେ ପାର୍ଟିସନ୍ ସୁଟ୍ ଫାଇଲ୍ କରିବାକୁ ପଡ଼ିବ, ତାପରେ କୋର୍ଟ ଡିକ୍ରି ମିଳେ, ତାପରେ ଆପଣ ତାକୁ ମ୍ୟୁଟେସନ୍ କରିପାରିବେ। ନେକ୍ସଟ, ଯେତେବେଳେ ବି ଆପଣ ରେଜିଷ୍ଟ୍ରି କରୁଛନ୍ତି ସେତେବେଳେ ଆପଣ ଧ୍ୟାନ ଦେବେ ଯେ ଆପଣଙ୍କର ବାଉଣ୍ଡ୍ରି ଡିଟେଲ୍ସ ଏବଂ ପ୍ଲଟ୍ ଡାଇମେନସନ୍ ଠିକ୍ସେ ଯେମିତି ମେନସନ୍ ହେଇଥିବ ହେଲା। ବାଉଣ୍ଡ୍ରି ଡିଟେଲ୍ସ କ'ଣ? ଧରାଯାଉ ଆପଣଙ୍କର ଏଇ ଯେଉଁ ଜମିଟିକୁ କିଣୁଛନ୍ତି, ଏଇ 555 ପ୍ଲଟ୍ଟିକୁ କିଣୁଛନ୍ତି, ତାହେଲେ ଏଇଟା ହେଉଛି କ'ଣ? ଏଇଟା ହେଉଛି ଇଷ୍ଟ, ଏଇଟା ହେଉଛି ୱେଷ୍ଟ, ଏଇଟା ହେଉଛି ଆପଣଙ୍କର ପୂର୍ବ, ଏଇଟା ହେଉଛି ପଶ୍ଚିମ, ଉତ୍ତର, ଦକ୍ଷିଣ। ତାହେଲେ ଧରାଯାଉ ଆପଣଙ୍କର ଉତ୍ତରରେ ଅନର୍ ହେଉଛନ୍ତି ଏ, ପଶ୍ଚିମରେ ଆପଣଙ୍କର ବି, ଆଉ ଦକ୍ଷିଣରେ ହେଉଛି ରାସ୍ତା ଏବଂ ପୂର୍ବରେ ଧରାଯାଉ ସି। ତାହେଲେ ଆପଣଙ୍କର ଯେଉଁ ବାଉଣ୍ଡ୍ରି ବା ଚୌହଦ ଲେଖା ହେବ କେମିତି ନା ଉତ୍ତରରେ ହେଉଛି ଏଙ୍କ ଜମି, ତାପରେ ଦକ୍ଷିଣରେ ହେଉଛି ରାସ୍ତା, ସରକାରୀ ରାସ୍ତା, ଏବଂ ପୂର୍ବରେ ବିଙ୍କ ଜମି ଏବଂ ପଶ୍ଚିମରେ ବି, ପୂର୍ବରେ ଆପଣଙ୍କର ସି, ଏମିତି ଲେଖା ହେବ ଚୌହଦି ବା ଏଇଟା ହେଉଛି ବାଉଣ୍ଡ୍ରି ଡିଟେଲ୍ସ ଅର୍ ଡିସ୍କ୍ରିପ୍ସନ୍ ହେଲା। ଏଇଟା ଯେମିତି ପ୍ରପରଲି ମେନସନ୍ ହେଇଥିବ। ନେକ୍ସଟ ହେଉଛି ପ୍ଲଟ୍ ଡାଇମେନସନ୍, ବହୁତ ଇମ୍ପୋର୍ଟାଣ୍ଟ ହେଲା। ପ୍ଲଟ୍ ଡାଇମେନସନ୍ ହେଉଛି ବହୁତ ଇମ୍ପୋର୍ଟାଣ୍ଟ, ତ ଏଇଟାକୁ ନିହାତି ଆପଣ ଧ୍ୟାନ ରଖିବା ଦରକାର। ଧରାଯାଉ ଆପଣ ଫୁଲ୍ ପ୍ଲଟ୍ କିଣୁଛନ୍ତି, ଧରାଯାଉ 555 ପ୍ଲଟ୍ଟି ଫୁଲ୍ କିଣୁଛନ୍ତି, ତାହେଲେ କିଛି ଅସୁବିଧା ନାହିଁ, ଫୁଲ୍ କିଣୁଛନ୍ତି କିଛି ଅସୁବିଧା ନାହିଁ। କିନ୍ତୁ ଆପଣ ଯଦି ପାର୍ଟ ପ୍ଲଟ୍ କିଣୁଛନ୍ତି, ଧରାଯାଉ 455ର ଆପଣ ଧରାଯାଉ ଏଇଟା ହେଉଛି 30 ଡିସିମିଲ୍ ଏବଂ ଆପଣ 10 ଡିସିମିଲ୍ କିଣୁଛନ୍ତି ପାର୍ଟ ପ୍ଲଟ୍ ହେଲା। ଧରାଯାଉ ଏଇଠୁ କିଣିଲେ 10 ଡିସିମିଲ୍, ତାହେଲେ ଯେତେବେଳେ ପାର୍ଟ ପ୍ଲଟ୍ କିଣିବେ ଆପଣ ଆପଣଙ୍କର ଯେଉଁ ପ୍ଲଟ୍ ଡାଇମେନସନ୍ଟା ନିହାତି ମେନସନ୍ କରେଇବେ, କାହିଁକି ନା ଫ୍ୟୁଚରରେ ଯେତେବେଳେ ବାଉଣ୍ଡ୍ରି ଡିସ୍ପ୍ୟୁଟ୍ ହେବ, ଆପଣଙ୍କର ଯଦି ପ୍ଲଟ୍ ଡାଇମେନସନ୍ ଯଦି ଥିବ ହେଲା, ତାହେଲେ ଆପଣଙ୍କର କବଲା ଶୋ କରିପାରିବେ ଯେ କେତେ କେତେ ଏ ଯେଉଁ ଆମର ଲେନ୍ଥ ବ୍ରେଥ୍ କେତେ ଅଛି, ଦୈର୍ଘ୍ୟ ପ୍ରସ୍ଥ କେତେ କଡ଼ି, ଏଗୁଡ଼ା ସବୁ ମେନସନ୍ କରେଇବେ ହେଲା। ଯେମିତିକି ଧରାଯାଉ ଏଇଟା ହେଉଛି ପ୍ଲଟ୍, ବର୍ତ୍ତମାନ ମୁଁ ଏଇଠୁ ଏଇଟା ପାର୍ଟ ପ୍ଲଟ୍ କିଣୁଛି,
ହେଲା। ତାହେଲେ ଧରାଯାଉ 10 ଡିସିମିଲ୍ ବାଉଣ୍ଡ୍ରି ଆମେ ଯାଇକି ଫିଜିକାଲି ଦେଖିଲେ ଯେ ଏଇଟା ହେଉଛି 100 କଡ଼ି, ଏଇଟା ମଧ୍ୟ 100 କଡ଼ି, ଏଇଟା ମଧ୍ୟ 100 କଡ଼ି, ଏଇଟା ମଧ୍ୟ 100 କଡ଼ି। 100 କଡ଼ି 100 କଡ଼ି ଆମର ଏରିଆ କେତେ ହେଇଯିବ, ଯେହେତୁ ଏ ଦୁଇଟା ସେମ୍ ଅଛି ଲେନ୍ଥ ବ୍ରେଥ୍, ତାହେଲେ ଏଇଟା ହେଇଯିବ ଦୈର୍ଘ୍ୟ ଗୁଣନ ପ୍ରସ୍ଥ 100 କଡ଼ି ଗୁଣନ ହେଉଛି 100 କଡ଼ି, ଆପଣଙ୍କର ହେଇଯିବ 10,000 କଡ଼ି ବର୍ଗ କଡ଼ି ସ୍କୋୟାର କଡ଼ି ବା ଲିଙ୍କ ବି କହିପାରିବା। ହେଲା, କଡ଼ି ବା ଆପଣ ଲିଙ୍କ ବି କହିପାରିବେ। ତାହେଲେ 10,000 ସ୍କୋୟାର କଡ଼ି ବର୍ଗ କଡ଼ି ହେଉଛି କେତେ, ସ୍କୋୟାର ବା ଲେଖିବ ବର୍ଗ କଡ଼ି, ଆଉ ହେଲା ଆପଣଙ୍କର ଏଇଟା ହେଇଯିବ 10 ଡିସିମିଲ୍, 10 ଡିସିମିଲ୍। ହେଲା, ତାହେଲେ ଏମିତି ଯଦି ଆପଣ କଡ଼ି ମେନସନ୍ କରିଥିବେ ଯେ ଏଇଠୁ ଏଇଟା ହେଉଛି 100 କଡ଼ି, ଏଇଟା 100 କଡ଼ି 100 କଡ଼ି 100 କଡ଼ି, ଏମିତି ଆପଣ ଯଦି 20 ଡିସିମିଲ୍ ହେଇଥିବ ଆପଣ ସେଇ ହିସାବରେ ଏଇଟା ଆପଣ ମାପିଦେବେ ଯେ କେତେ କେତେ କଡ଼ି ଆସୁଛି, ସେଇ ହିସାବରେ ଆପଣଙ୍କର ଯେଉଁ ବି ଆପଣଙ୍କର କବଲା ବା ସେଲ୍ ଡିଡ୍ ଅଛି ସେଇଟା କେଉଁଠି ମେନସନ୍ ହେବ ନା ତଫସିଲ ବିକ୍ରୟ ବୃତ୍ତି ବା ଲ୍ୟାଣ୍ଡ ଶିଡ୍ୟୁଲରେ ମେନସନ୍ ହେବ। ହେଲା, ମେନସନ୍ ହେବ। ଏଇଟା କ'ଣ ପାଇଁ ଇମ୍ପୋର୍ଟାଣ୍ଟ ଦେଖନ୍ତୁ, ଧରାଯାଉ ଆପଣ ଏଇ ଜମିଟିକୁ କିଣିଲେ, ତାପରେ ଏଇଠି ଆଉ ଜଣେ ଜମି କିଣିଲେ, ଏଇଟା ଧରାଯାଉ ଆପଣ ଜମି କିଣିଲେ ତାପରେ ପରେ ଆଉ ଜଣେ ଏଠି ଜମି କିଣିଲେ, ଧରାଯାଉ ତାଙ୍କର ଏବଂ ଆପଣଙ୍କର ଯଦି ଏଇ ବାଉଣ୍ଡ୍ରିକୁ ନେଇକି କିଛି ଡିସ୍ପ୍ୟୁଟ୍ ଆସିଲା, ସେ କ୍ଷେତ୍ରରେ କ'ଣ ହେବ ନା ଏଇ ଯେଉଁ ବାଉଣ୍ଡ୍ରି ନେଇକି ଡିସ୍ପ୍ୟୁଟ୍ ଆସିଲା, ଆପଣ ଯଦି ଡାଇମେନସନ୍ ମେନସନ୍ କରିନଥିବେ, କେବଳ ଲେଖିଥିବେ 10 ଡିସିମିଲ୍ କିଣା ହେଉଛି, ହେଲା, ଆପଣ ଖାଲି ଲେଖିଦେବେ ଯେ ଏଇଟା ହେଉଛି ଆପଣଙ୍କର ପୂର୍ବ ତରଫକୁ 10 ଡିସିମିଲ୍ ଆପଣ ଲେଖିଦେବେ, ଆପଣ ଡାଇମେନସନ୍ ମେନସନ୍ କରିବେନି, ତ ସେଇ କ୍ଷେତ୍ରରେ କ'ଣ ହେବ ନା ଆପଣ ପୁରା ଅନସର୍ଟେନ୍ ହେଇଯିବେ, ଏଇ ଭାଉଟା କେତେ, ଏଇ ଭାଉଟା କେତେ, ଏଇ ଭାଉଟା କେତେ, ଏଇ ଭାଉଟା କେତେ, ଆପଣ ପୁରା ଅନସର୍ଟେନ୍ ହେଇଯିବେ। ହେଲା, ତେଣୁକରି ଆପଣ ଯଦି ଡାଇମେନସନ୍ ମେନସନ୍ କରିଦେଇଥିବେ, ଲେନ୍ଥ ବ୍ରେଥ୍ ଏଇଟା କେତେ, ଏଇଟା କେତେ, ଏଇଟା କେତେ, ଏଇଟା କେତେ, ଏଇଟା କେତେ ଆପଣ ମେନସନ୍ କରିଦେଲେ, ହେଲେ ଆପଣଙ୍କୁ ଯେତେବେଳେ ବି ଆଙ୍କ ପାଖ ପ୍ଲଟ୍ ଓନର୍ ସହିତ କୌଣସି ବି ବାଉଣ୍ଡ୍ରି ଡିସ୍ପ୍ୟୁଟ୍ ଆସିବ, ହେଲେ ଆପଣ ତାଙ୍କୁ ଆପଣଙ୍କର ସେଲ୍ ଡିଡ୍ ଦେଖାଇ ପାରିବେ ଯେ ଆପଣଙ୍କର ଏଇଠୁ କେତେ କଡ଼ି, ଏଇଠୁ କେତେ କଡ଼ି। ହେଲା, ତ ଏଥିପାଇଁ ଇମ୍ପୋର୍ଟାଣ୍ଟ ଏଇଟା ବୋର୍ଡ ଯେମିତି ଲ୍ୟାଣ୍ଡ ସିଡ୍ୟୁଲ୍ ଏବଂ ଆପଣଙ୍କର ଯେଉଁ ବି ଟ୍ରେସ୍ ମ୍ୟାପ୍ ଆଟାଚ୍ ହେବ, ସେ ଟ୍ରେସ୍ ମ୍ୟାପ୍ରେ ବି ଯେମିତି ମେନସନ୍ ହେଇଥିବ। ଟ୍ରେସ୍ ମ୍ୟାପ୍ ଆପଣଙ୍କର ଏମିତି ଧରାଯାଉ ଏଇଟା ପ୍ଲଟ୍, ଏଇଠୁ ଆପଣ କିଣୁଛନ୍ତି, ତାହେଲେ ଏମିତି ମେନସନ୍ ହେଇଥିବ, ଏମିତି ମେନସନ୍ ହେଇଥିବ। ଏମିତି ମେନସନ୍ ହେଇଥିବ, ତାହେଲେ ଏଇଟା ମଧ୍ୟ ଆପଣ ଚେକ୍ କରିବେ। ତାପରେ ହେଉଛି ଅଲୱେଜ୍ ରିଡ୍ ଫୁଲ୍ ଡିଡ୍ ବିଫୋର୍ ସାଇନିଂ, ସାଇନ୍ କରିବା ପୂର୍ବରୁ ଏ ଜିନିଷ ପ୍ରତି ନିଶ୍ଚୟ ଧ୍ୟାନ ଦେବେ, ଯେମିତିକି ଆପଣଙ୍କର ସେଲର୍ ନାଁ, ଯିଏ ବି ଜମି ବିକ୍ରି କରୁଛି ତାଙ୍କ ନାଁ, ବାପା ନାଁ, ଏଗୁଡ଼ା ସବୁ ଚେକ୍ କରିବେ। ତାପରେ ଆପଣଙ୍କ ନାଁ, ଆପଣ ବାପା ନାଁ, ନେମ୍, ଆଡ୍ରେସ୍ ସବୁ ଠିକ୍ ଅଛି କି ନାହିଁ ଆପଣ ସବୁ ଚେକ୍ କରିବେ। ହେଲା, କାହିଁକି ନା ଆପଣଙ୍କର ଏଲ୍ଡିଡ୍ ହିସାବରେ ହିଁ ପଟା ଆସିବ, ଏଲ୍ଡିଡ୍ରେ ଯାହା ଆପଣ ଦେବେ ସେଇ ହିସାବରେ ଆପଣ ପଟାରେ ବି ନାଁ ରିଫ୍ଲେକ୍ଟ କରିବ। ତେଣୁ ଯଦି ସେଲ୍ଡିଡ୍ରେ ହିଁ ଆପଣ ଯଦି ନାଁଟା ଭୁଲ ହେଇଯିବ, ତାହେଲେ ପଟା ବି ଆପଣ କ'ଣ ହେଇଯିବ, ଭୁଲ ହେଇଯିବ। ହେଲା, ତେଣୁକରି ଆପଣ ନାଁଟା ଏବଂ ଆଡ୍ରେସ୍ଟା ଆପଣ ପ୍ରପରଲି ଭେରିଫାଇ କରିବେ। ତାପରେ ଯେଉଁ ବି ଜମି କିଣୁଛନ୍ତି ତାର ଲ୍ୟାଣ୍ଡ ସିଡ୍ୟୁଲ୍ ବା ପ୍ରପର୍ଟି ଡିଟେଲ୍, ଯେମିତି ପ୍ଲଟ୍, ଖାତା, କିସମ, ଏରିଆ, ହେଲା, କିସମ ବା ଲ୍ୟାଣ୍ଡ ଟାଇପ୍ କେଉଁ ପ୍ରକାର ଜମି ସେ ଚେକ୍ କରିବେ, ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ଆପଣ କେଉଁ ଟାଇପ୍ର ଜମି କିଣୁଛନ୍ତି, ପୋଖରୀ
ଚାଷ ଜମି ଘର ବାଡ଼ି ହେଲା ସେଇଟା ମଧ୍ୟ ଚେକ୍ କରିବେ। ତାପରେ ଭିଲେଜ ତହସିଲ ଡିଷ୍ଟ୍ରିକ୍ଟ ଏଗୁଡ଼ା ସବୁ ଚେକ୍ କରିବେ। ତାପରେ ଏ ଯେଉଁ ଆମେ ଡିସ୍କସ୍ କରିଥିଲେ ବାଉଣ୍ଡରୀ ଯେଉଁଟା ଭଲକି ମେନସନ୍ କରିବେ, ପ୍ଲଟ୍ ଡାଇମେନସନ୍ ମେନସନ୍ କରିବେ। ଇନ୍ କେସ୍ ଅଫ୍ ପାର୍ଟ ପ୍ଲଟ୍, ଯଦି ପାର୍ଟ ପ୍ଲଟ୍ ହେଇଥାଏ ତାହେଲେ କରେକ୍ଟଲି ମେନସନ୍ କରିବେ ହେଲା। ତାପରେ ହେଲା ୱିଟନେସ୍ ଏଟଲିଷ୍ଟ କେତେ ଦୁଇ ଜଣ ୱିଟନେସ୍ ରେଜିଷ୍ଟ୍ରେସନ୍ ବେଳେ ୱିଟନେସ୍ର ଆଡ୍ରେସ୍ ଏଗୁଡ଼ା ସବୁ ଆପଣ ଭଲକି ଦେଖିବେ ହେଲା। ଯଦି ଆପଣ ସେଲ୍ ଡିଡ୍ ବିଷୟରେ ଏତେ ଆପଣ ତ ଯଦି ଆଇଡ଼ିଆ ନଥିବ ତାହେଲେ ଯିଏ ବି ଜାଣିଥିବେ ତାଙ୍କୁ ଆପଣ କ'ଣ କରିବେ କନସଲ୍ଟ କରିବେ କିଣିବା ପୂର୍ବରୁ। ସବୁ ଡିଡ୍ ଯେମିତି ସବୁ ଠିକ୍ ଅଛି କି ନାହିଁ ଆପଣ ଯିଏ ବି ଏକ୍ସପିରିଏନ୍ସ ଅଛି ଏ ଫିଲ୍ଡରେ ତାଙ୍କୁ ଆପଣ ପଚାରି ପାରିବେ ହେଲା। ତାହେଲେ ସବୁ ପଚାରିକି କଲେ ଆପଣ କୌଣସି ପ୍ରକାର ଯଦି କିଛି ରହିଯାଏ ତାହେଲେ ସିଏ ଆପଣଙ୍କୁ କିଛି ସଜେସନ୍ ଦେଇପାରିବେ। ଏଇଟା ହେଇଗଲା ଆପଣଙ୍କର ରେଜିଷ୍ଟ୍ରେସନ୍ ବେଳେ ଏଇ ଜିନିଷ ପ୍ରତି ଧ୍ୟାନ ଦେବେ। ନେକ୍ସଟ ଯେତେବେଳେ ରେଜିଷ୍ଟ୍ରେସନ୍ ହେଲା ପରେ ତାପରେ ଆପଣ ଯେତେବେଳେ ସବ୍ ରେଜିଷ୍ଟ୍ରାରରେ ଆପଣଙ୍କର ରେଜିଷ୍ଟ୍ରି ହେଇଯାଏ, ସେ ଯେଉଁ ରେଜିଷ୍ଟ୍ରି ହେଲା ପରେ ଆପଣ ସେଇଟା କ'ଣ ହେଇଯାଏ ନା ତହସିଲକୁ ତା'ର ମ୍ୟୁଟେସନ୍ ପାଇଁ ପଳେଇ ଆସେ। ବର୍ତ୍ତମାନ ତ ଅନଲାଇନ୍ ମ୍ୟୁଟେସନ୍ ହେଇଗଲାଣି। ଆପଣଙ୍କର ଯେଉଁ ସବ୍ ରେଜିଷ୍ଟ୍ରାରରୁ ଯେଉଁ ବି ରେଜିଷ୍ଟ୍ରେସନ୍ ହେଉଛି ଲ୍ୟାଣ୍ଡ ରେଜିଷ୍ଟ୍ରେସନ୍ ହେଉଛି ଆପଣଙ୍କର ସେଇଟା ତହସିଲକୁ ଅଟୋମେଟିକ୍ ପଳେଇ ଆସୁଛି। ଏଇଟାକୁ କୁହନ୍ତି ଫର୍ମ 3। ଫର୍ମ 3ରେ ଅଟୋମେଟିକଲି ତହସିଲକୁ ପଳେଇ ଆସୁଛି ଏବଂ ପଟା ମଧ୍ୟ 7 ଦିନ ଭିତରେ ହେଇଯାଉଛି ହେଲା। ଯଦି ସବୁ କନସେଣ୍ଟ ପଞ୍ଚାୟତ ଥିବ, କନସେଣ୍ଟ ଯଦି ସମସ୍ତେ ଦେଇଥିବେ ସବୁ କିଛି ଠିକ୍ ଥିବ ତାହେଲେ ଆପଣଙ୍କୁ 7 ଦିନ ଭିତରେ ପଟା ହେଇଯିବ। ହେଲେ ଆପଣ କେମିତି ଚେକ୍ କରିବେ ଯେ ଆପଣଙ୍କର କେଉଁ ଷ୍ଟେଜ୍ରେ ଅଛି ମ୍ୟୁଟେସନ୍ ବା ନାମଜାରି? ଆପଣ ଆକୁ ଚେକ୍ କରିପାରିବେ duist.odisha.nic.in ୱେବସାଇଟ୍ରେ ଯାଇକି ଆପଣଙ୍କ ଡିଷ୍ଟ୍ରିକ୍ଟ ସିଲେକ୍ଟ କରିବେ, ତାପରେ ତହସିଲ ସିଲେକ୍ଟ କରିବେ। ତହସିଲ ସିଲେକ୍ଟ କଲା ପରେ ତାପରେ ଏଠି ତହସିଲ ପୋର୍ଟାଲ ଆପଣଙ୍କ ଓପେନ୍ ହେଇଯିବ। ଓପେନ୍ ହେଲା ପରେ ଏଇ କେସ୍ ଷ୍ଟାଟସ୍ରେ କ୍ଲିକ୍ କରିବେ, ତାପରେ କେସ୍ ଟାଇପ୍ରେ ଯିବେ। ଏଠି ମ୍ୟୁଟେସନ୍ ଏଲଙ୍ଗ ୱିଥ୍ ଏଇଟା ଆପଣ ଏଠୁ କ୍ଲିକ୍ କରିବେ। ଏଇଟା ଏଇ ଅପସନ୍ଟାକୁ ସିଲେକ୍ଟ କରିବେ। ଆପଣ ଯଦି ମୋବାଇଲରେ ଯଦି କେସ୍ ନମ୍ବର ଯଦି ଯାଇଥିବ, କେସ୍ ନମ୍ବରଟି ଏଇ ଟାଇପ୍ର ଥାଏ 2756/2024 ଏଇ ଟାଇପ୍ର କେସ୍ ନମ୍ବର ଯଦି ପାଇଥିବେ, ମେସେଜ୍ ଯଦି ଯାଇଥିବ ତାହେଲେ ଆପଣ କେସ୍ ନମ୍ବରକୁ ବି ଏଣ୍ଟର କରିକି ସର୍ଚ୍ଚ କରିପାରିବେ। ବା ଆପଣ ଯେଉଁ ସେଲ୍ ଡିଡ୍ ହେଇଥିବ ତା ନମ୍ବରଟାକୁ ବି ଏଣ୍ଟର କରିକି ଏଠି ଆପଣ ଷ୍ଟାଟସ୍ ଚେକ୍ କରିପାରିବେ। ଯଦି ଆପଣଙ୍କର ଏଇଠି ଶୋ କଲା ROR ଅପଡେଟେଡ୍ ତାହେଲେ ଜାଣିବେ ଯେ ROR ଇସ୍ୟୁ ହେଇଯାଇଛି ହେଲା। ROR ଯଦି ଇସ୍ୟୁ ହେଇଯାଇଛି ତାହେଲେ ଆପଣ ତାକୁ ଅନଲାଇନ୍ ଚେକ୍ କରିପାରିବେ। କେଉଁ ୱେବସାଇଟ୍ରେ ଚେକ୍ କରିବେ ନା ସେଇ ଭୁଲେକ୍ ଓଡ଼ିଶାରୁ ଆପଣ ଅନଲାଇନ୍ ଚେକ୍ କରିପାରିବେ ହେଲା। ଏଇଠି ଡିଷ୍ଟ୍ରିକ୍ଟ ତହସିଲ ଭିଲେଜ ସିଲେକ୍ଟ କରିବେ ଏବଂ ଏଠି ପ୍ଲଟ୍ ନମ୍ବର ବା ଏଇଠି ପ୍ଲଟ୍ ଓନର ନାଁ ଏଠି ଯଦି ଦେଖିବେ ଏଇଠି ଆପଣ ଟେନାଣ୍ଟରେ ବି ସିଲେକ୍ଟ କରିକି ଆପଣ ନାଁଟି ଏଠି ସର୍ଚ୍ଚ କରିପାରିବେ ହେଲା। ବୁଝିହେଲା? ସର୍ଚ୍ଚ କଲା ପରେ ଏଇଠି ଆପଣ ସେଇ ପ୍ଲଟ୍ ନମ୍ବର ଆଇଦର ପ୍ଲଟ୍ ନମ୍ବରରେ ଆପଣ କ୍ଲିକ୍ କରିପାରିବେ, ନହେଲେ ଆପଣ ଏଇଠୁ ଆପଣଙ୍କ ନାଁଟି ଏଇଠି ସର୍ଚ୍ଚ କରିପାରିବେ ହେଲା। ପାଇଲା ପରେ ତାକୁ ଆପଣ ସିଲେକ୍ଟ କରିବେ, ତାପରେ ଏଇଠି ଅପସନ୍ ଥିବ ଭିୟୁ ROR, କ୍ଲିକ୍ କଲା ପରେ ଏମିତି RORଟି ଶୋ କରିବ। ଏଇଠି ଆପଣଙ୍କ ନାଁଟି ଲେଖା ହେଇଥିବ ହେଲା। ତାପରେ ଆପଣ ଏଠି ଚେକ୍ କରିବେ, ଏଇଟା ବି ବହୁତ ଇମ୍ପୋର୍ଟାଣ୍ଟ। ପଟା ହେଲା ପରେ ଆପଣଙ୍କର ନାଁ, ଆଡ୍ରେସ୍, ବାପା ନାଁ, ଏରିଆ ଏଗୁଡ଼ା ସବୁ ଠିକ୍ସେ ମେନସନ୍ ହେଇଛି କି ନାହିଁ। ବେଳେବେଳେ ବାଇ ମିଷ୍ଟେକଲି ଟେକ୍ନିକାଲ ଏରର ଯୋଉ କ'ଣ ହେଇଯାଏ ନା ନାଁ ଗୁଡ଼ା ସବୁ ଭୁଲ ହେଇଯାଏ ହେଲା। ଟିକେ ଅକ୍ଷର ଗୁଡ଼ା ଏପଟ ସେପଟ ହେଇଯାଇଥିବ ତାହେଲେ ତାକୁ ମଧ୍ୟ ଚେକ୍ କରିବେ। ଏନ୍ସ୍ୟୋର କରିବେ ଯେ ଆପଣ
डिटेल्स गुड़ा पट्टारे सब करेक्टली रिफ्लेक्ट होइछि आपण ना चेक करेंगे आपन ना एड्रेस सब चेक करेंगे ठीक अच्छे कि नहीं तापरे एरिया एटा हूँ बहुत इंपोर्टेंट एरिया देखिए आपन जिते एरिया किणुंट से मेंशन होइछि कि नहीं एटा देखिए है चेक करेंगे जदि कौन सी जो कबला अनुजाई कबलार जदि धर जो 10 डिसिमिल कबला हो 9 डिसिमिल ये लिखाई ताहले आपण कौन करेंगे ना आरओआर कॉपी जोटा भी पाई एवं सेल डीड जेरक्स एवं गोटे एप्लिकेशन लिखिए क्या ना तहसीलदार गोटे एप्लिकेशन करेंगे मिसकेस करेंगे है मिसकेस आप लिखिए जे एमती एमती एते एते एरिया रो एते डिसिमिल किणा होता किंतु पट्टारे एतिकी रिफ्लेक्ट करछि तेणुक करेक्शन करा जाओ बोली आपण तहसीलदार पाखु गोटे एप्लिकेशन देवे का अटैच करेंगे आपणकर आधार व आइडेंटिटी प्रूफ आरओआर एवं सेल डीड कलापर तहसीलदार पट्टा को करेक्शन करदेवे जदि किसी भूल थाए जदि सब ठीक अच्छे ताले किसी असुविधा नहीं है तापर पट्टा पाईगला तापर आपण खजाना पे करेंगे खजाना बा लैंड रेवेन्यू आपण पे करेंगे आपण निजे वेबसाइट जाइए पे करेंगे ओडिशा लैंड रेवेन्यू .nic.in रे जाइए भी आपण पे करेंगे ये जो पे लैंड रेवेन्यू ऑप्शन ये भी क्लिक करके आपण खाता नंबर मौजा सब सिलेक्ट करके पे करेंगे नचेत आप आरआई ऑफिस विजिट करेंगे है पावती काटी पारे एवं वर्ष को वर्ष आपण पावती काटिबे है ऑनलाइन रे वर्ष को वर्ष काटिबे फाइनेंशियल ईयर हिसाब रे कटा हुए है जमती आमर फाइनेंशियल ईयर टा स्टार्ट हुए 1 एप्रिल रु 31 मार्च यहाँ हूँ 1 फाइनेंशियल ईयर सब फाइनेंशियल ईयर आपण पेमेंट करेंगे है लैंड रेवेन्यू पे करेंगे आपण आइदर आपण निजे भी पे करेंगे ना आरआई ऑफिस रे पे करेंगे नेक्स्ट हूँ यहाँ हूँ बहुत इंपोर्टेंट आपण जब भी प्लॉट किणुचंती प्लॉट रे कौन करेंगे आइदर परमानेंट बाउंड्री करेंगे ना फेंसिंग करदे है सो दैट फ्यूचर रे कौन सी प्रकार बाउंड्री डिस्प्यूट जमती अराइज न है बहुत लोक कौन करती ना जमी किणला परे से एमती जमीटा को छाड़ देइथिबे एटा खाली खुंट पोती देइथिबे धर जो एमती किणुचंती एटा खाली खुंट पोती देबे खुंट पोती देले कौन हम धर जाओ आउ जण एठी किणिला आपण किसी बाउंड्री फाउंड्री किसी करना जदि ये पटे जदि माडी माडी बसिबो है एमती बहुत जगह हुए बा आपण खुंट को टिके जदि एपटे घुंचे दब है तेणुक से क्षेत्र कौन हम ना बहुत बाउंड्री डिस्प्यूट हम पुणी आप डिमार्केशन करा पड़ो पुणी आप डिमार्केशन करके पुणी थे आपन को माने डिस्प्यूट जो हम बाउंड्री डिस्प्यूट पुणी रिजल्व करा पड़ो तेणुक आपण बेटर हम आपण जो कि प्लॉट अराउंड कौन करेंगे ना परमानेंट गोटे बाउंड्री करदे बाउंड्री करदे फ्यूचर किसी असुविधा हेनी बाउंड्रीटा पूरा परमानेंट रही आउ कि आप जगह को माड़ी बसी पारे ना है आप बाउंड्री टेनांट व प्लॉट ओनर माने आप जगह को माड़ी बसी पारे ना है तेणुक यहाँ बहुत इंपोर्टेंट परमानेंट बाउंड्री एवं फेंसिंग जोटा भी आप किणुचंती अराउंड करेंगे सो दैट फ्यूचर रे जमती आपणकर बाउंड्री डिस्प्यूट अराइज हम तो यही सब प्रति आप ध्यान देवे आपणकर जो